ମୋ ବାପାଙ୍କ ନଖ କାଟିଲା ବେଳେ ଗୋଟେ କଥା ମୋ ମନକୁ ଆସିଲା କି ଲୋକମାନେ ସୁନ୍ଦର ଚେହେରା ଆଉ ଶରୀରକୁ ନେଇକି କାହିଁକି ଯେ ଗର୍ବ କରନ୍ତି। ତ ସାଙ୍ଗମାନେ ଆପଣମାନେ ଭାବୁଥିବେ କି ଏତେ ସୁନ୍ଦର ଭାବନା ମୋ ମନକୁ କାହିଁକି ଆସିଲା, ସେଟା ଜାଣିବାକୁ ହେଲେ ଆପଣଙ୍କୁ ଭିଡ଼ିଓ କଣ୍ଟିନ୍ୟୁ କରିବା ପାଇଁ ପଡ଼ିବ। ତ ବର୍ତ୍ତମାନ ଜାଣନ୍ତୁ କି ଆମେ ଏଠିକି ଆସିଛୁ କିସ ପାଇଁ। ଆକ୍ଚୁଆଲି ଆଜି ଆମେ ଏଠିକି ଆସିଛୁ ଦିଗୁଡିଆ ଖାଇବା ପାଇଁ, ଆଉ ଏଠି ବବ ଆସିଛି ତ ଖେଳିବା ପାଇଁ, ତାକୁ ଛାଡ଼ନ୍ତୁ। ବର୍ତ୍ତମାନ ଭିତରକୁ ଯିବା ଆଉ ଦେଖିବା ମୋ ଭାଇ ଏଇଠି କିସ କରୁଛି। ଦେଖନ୍ତୁ ମୋ ଭାଇ କେତେ ସୁନ୍ଦର ସୁନ୍ଦର କେକ୍ ବନଉଛି। ମୋ ଭାଇ ସବୁବେଳେ କୁହେ ତମେ ଦି ଭଉଣୀ ଯେତେବେଳେ ବି ଆସ ମୋ ବେପାର ବହୁତ ଭଲ ହୁଏ, ସେଇଥିପାଇଁ ଆମେ ଆସିଛୁ ତା ବେପାର ଭଲ କରିବା ପାଇଁ। ଆଉ ଏଠି ଦେଖନ୍ତୁ ମୋ ବାପା ବୋଉ ତାକୁ ସାହାଯ୍ୟ କରୁଛନ୍ତି। ମୋ ଭାଇ ଭିତରେ ତ କେକ୍ ବନେଇବାର ବହୁତ ସୁନ୍ଦର କଳା ଅଛି, ଆଉ ମୋ ଭିତରେ ବି ଗୋଟେ କଳା ଅଛି, ସିଏ ବି ହେଉଛି ଖାଇବାର କଳା। ଏଇଠି ଗେଲିମା ମୋବାଇଲ ଦେଖି ଦେଖି କିଛିଟା ଯୋଗ ଷ୍ଟେପ୍ ଶିଖିଥିଲା, ଯେଉଁଟାକି ଆମକୁ ସମସ୍ତଙ୍କୁ ଦେଖାଉଥିଲା। ଆଉ ସେଇ ଷ୍ଟେପ୍ କରିବା ପାଇଁ ବବ ଚେଷ୍ଟା କରୁଥିଲା, ହେଲେ ଗୋଟେ ବି ଷ୍ଟେପ୍ କରିପାରିଲାନି, ପୁରା ଫେଲ୍ ମାରିଗଲା। ଯେହେତୁ ଗେଲିମାର ବହୁତ ଫ୍ଲେକ୍ସିବଲ୍ ବଡି, ସେଇଥିପାଇଁ କି ସେ ସବୁ ଷ୍ଟେପ୍ ଯାଉ ମୋବାଇଲ ଦେଖି ଦେଖି ଶିଖିଥିଲା। ବହୁତ ଭଲ ମଧ୍ୟ କଲା। ହେଲେ ସାଙ୍ଗମାନେ ଏଗୁଡ଼ାକୁ ଦେଖିକି କ'ଣ ମୋ ପେଟ ପୁରିବ, ମୋତେ ତ ଭୋକ ଲାଗିଲାଣି, ଚାଲନ୍ତୁ ଯିବା କଷା ଆଡ଼କୁ। ଏଠି ଭାଉଜ ବନଉଛନ୍ତି କଷା, ଆମର କଷା ହବା ଉପରେ ହେଲାଣି। ଟିକେ କଷା ଟେଷ୍ଟ କରିନେବା, ତାପରେ ଆଗକୁ ବାର୍ତ୍ତାଳାପ କରିବା ଆଉ। ତ ଚିକେନ କଷା ପ୍ଲେଟଟାକୁ ଭାଉଜ ମୋ ଆଡ଼କୁ ବଢ଼େଇ ଦେଲେ, ଆଉ ମୁଁ ଲାଗଲି ଚିକେନ କଷାକୁ ଟେଷ୍ଟ କରିବା ପାଇଁ। ଆଉ ଜାଣିଛ ନା ସାଙ୍ଗମାନେ, ବାପଘର ଗୋଟେ ଏମିତି ଜାଗା ଯେଉଁ ଜାଗାରେ କି ଆପଣଙ୍କ ପସନ୍ଦକୁ ଆଗେ ଗୁରୁତ୍ୱ ଦିଆଯାଏ। ଯେମିତିକି ମୋ ପସନ୍ଦକୁ ଦିଆଯାଇଥିଲା ଚିକେନ କଷା ଟେଷ୍ଟ କରିବାର। ସେଇଥିପାଇଁ ତ କୁହନ୍ତି ସବକି ପସନ୍ଦ ନିର୍ମା, ସରି ସରି ନିର୍ମା ନୁହେଁ, ସବକି ପସନ୍ଦ ବାପଘର। ଥାଉ ଥାଉ ସେତିକି ତାଳି ଥାଉ। ତ ଗରମ ଗରମ ଚିକେନ କଷା ଖାଇସାରିଲା ପରେ ପେଟଟାକୁ ଟିକେ ଥଣ୍ଡା କରିବା ପାଇଁ ମୁଁ ଗୋଟେ ଆଇସ୍କ୍ରିମ୍ ଖାଇ ଦେଇଥିଲି। ତାପରେ ଯାଇଥିଲି ମୋ ବାପାଙ୍କ ନଖ କାଟିବା ପାଇଁ। ମୋ ବାପା କେତେ ମୋଲ ବସିଥିଲେ ନଖ କାଟିବା ପାଇଁ, ହେଲେ ନଖଟା କାଟି ପାରୁନଥିଲେ। ତ ମୁଁ ବସିଗଲି ତାପରେ ନଖ କାଟିବା ପାଇଁ। ମୋ ବାପାଙ୍କ ନଖଟା ପୁରା ମୋଟା ଆଉ ବଧିଆ ହେଇଯାଇଥିଲା। ଆଉ ସେଇ ନଖକୁ ଦେଖିକି ମୋ କଥା ଗୋଟେ ମନକୁ ଆସିଲା କି ଯେତେବେଳେ ଆମେ ଯବାନ ଥାଉ ନା, ଆମ ନଖ ଏକା କେତେ ସଫ୍ଟ ଥାଏ ନା, ହେଲେ ବୟସ ହେବା ସାଙ୍ଗେ ସାଙ୍ଗେ ସେସବୁ ଜିନିଷ ବି ମଧ୍ୟ ବୁଢ଼ା ହେଇଯାଏ, ଯେମିତି ମୋ ବାପାଙ୍କର ହେଇଥିଲା। ନେଲ୍ କଟରରେ ସୁଦ୍ଧା ବି କାଟି ହେଉନଥିଲା। ତ ଆମେ ଏଇ ସୁନ୍ଦର ଚେହେରା ଆଉ ଶରୀର ପାଇଁ କାହିଁକି ଯେ ଗର୍ବ କରିବା, ସେଇ କଥା ସେଇ ଟାଇମ୍ରେ ହିଁ ମୋ ମନକୁ ଆସିଥିଲା। ଆଉ ମୋ କଥାଟା ଆପଣମାନଙ୍କୁ ଟିକେ ଭାଷଣ ଭଳିଆ ଲାଗୁଥିବ। ଆପଣଙ୍କୁ ଯାହା ଲାଗୁଛି ଲାଗୁ, ବର୍ତ୍ତମାନ ମୋତେ ତ ବହୁତ ଜୋରସେ ଭୋକ ଲାଗିଲାଣି, ମୁଁ ଚାଲିଲି ଖାଇବା ପାଇଁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ, ଯିବା ପୂର୍ବରୁ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ, ଆଉ ଲାଇକ୍ ସେୟାର କମେଣ୍ଟ ନିହାତି କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।